नमस्कार दर्शक बंधु। आज ହେଉଛି ଅକ୍ଟୋବର ମାସ 1 ତାରିଖ ବୁଧବାର। ଆଜି ଦିନଯାକର ଟପ୍ 20 ଗୁରୁତ୍ୱପୂର୍ଣ୍ଣ ଖବର ଉପରେ ଆସନ୍ତୁ ନଜର ପକାଇବା। ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ମାତ୍ର କିଛି ସମୟ ମଧ୍ୟରେ ଜାଣିପାରିବେ ଆଜି ଦିନର ସମ୍ପୂର୍ଣ୍ଣ ଖବର। ତା ପୂର୍ବରୁ ଚ୍ୟାନେଲରେ ନୂଆ ଥିଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖନ୍ତୁ, ଏମିତି ପ୍ରତିଦିନର ଲାଟେଷ୍ଟ ନ୍ୟୁଜ୍ ସର୍ବପ୍ରଥମେ ଦେଖିବା ପାଇଁ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା। ଆଜିର ପ୍ରଥମ ଖବର, ରାଷ୍ଟ୍ରପତିଙ୍କ ଦୁର୍ଗାପୂଜା ଅଭିନନ୍ଦନ। ପବିତ୍ର ଦୁର୍ଗାପୂଜା ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଶୁଭେଚ୍ଛା ଜଣାଇ ଲେଖିଛନ୍ତି ଯେ ପବିତ୍ର ଦୁର୍ଗାପୂଜା ଆମ ସଂସ୍କୃତି, ଆସ୍ଥା ଓ ଆଧ୍ୟାତ୍ମିକ ଗୌରବର ପ୍ରତୀକ। ମା ଦୁର୍ଗାଙ୍କ 9ଟି ରୂପର ପୂଜା କେବଳ ଆଧ୍ୟାତ୍ମିକ ଶୁଦ୍ଧିର ମାର୍ଗ ନୁହେଁ, ବରଂ ଏହା ସତ୍ୟ, ନ୍ୟାୟ ଓ କରୁଣାର ସହ ଅଗ୍ରସର ହେବାର ପ୍ରେରଣା ବୋଲି ସେ କହିଛନ୍ତି। ମହିଳାଙ୍କୁ ସମ୍ମାନ ଓ ସମାଜରେ ଉଚିତ ସ୍ଥାନ ପ୍ରଦାନ ପାଇଁ ଏହି ଅବସରରେ ସଂକଳ୍ପ ନେବା ପାଇଁ ସମସ୍ତଙ୍କୁ ଆହ୍ୱାନ କରିଛନ୍ତି। ମା ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ ସମୃଦ୍ଧି ଭରି ଦିଅନ୍ତୁ ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କାମନା କରିଛନ୍ତି। ପରବର୍ତ୍ତୀ ଖବର, ପାଣିପାଗକୁ ନେଇ ଆସିଲା ବଡ଼ ଖବର। କାରଣ ଆଜି ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କେନ୍ଦ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିବ ବୋଲି ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଅନ୍ୟପଟେ 3 ତାରିଖ ସୁଦ୍ଧା ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିପାରେ, ଫିକା ପଡ଼ିପାରେ ନବମୀ ଓ ଦଶମୀ। 7 ଜିଲ୍ଲାକୁ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି। ସେହି ଜିଲ୍ଲାଗୁଡ଼ିକ ହେଲା ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର। ପରବର୍ତ୍ତୀ ଖବର, ଆଉ ମିଳିବନି ମାଗଣା ଚାଉଳ। କାରଣ ଗତକାଲି ସେପ୍ଟେମ୍ବର 30 ତାରିଖ ଥିଲା, ଅର୍ଥାତ୍ ଇ-KYC କରିବାର ଶେଷ ତାରିଖ। ଯେଉଁମାନେ ଗତକାଲି ଇ-KYC କରିନାହାନ୍ତି ସେହି ହିତାଧିକାରୀଙ୍କୁ ମିଳିବନି ମାଗଣା ଚାଉଳ। ବାରମ୍ବାର ଡେଡ୍ଲାଇନ୍ ପରିବର୍ତ୍ତନ ପରେ ବି ଏବେ ସୁଦ୍ଧା 16,36,000 ହିତାଧିକାରୀ ଇ-KYC କରିନାହାନ୍ତି। ଏପଟେ ଆଉ ଡେଡ୍ଲାଇନ୍ ଅବଧି ବଢ଼ାଯିବନି ବୋଲି ମନ୍ତ୍ରୀ କହିଛନ୍ତି। ସେପଟେ ଇ-KYC କରିବାରେ ଅନେକ ସମସ୍ୟା ହେଉଥିବା ଡିଲର ଆସୋସିଏସନ୍ ଅଭିଯୋଗ ଆଣିଛି। ରାଜ୍ୟରେ ଜୁନ୍ 30ରୁ ଇ-KYC ପ୍ରକ୍ରିୟାକୁ ଶେଷ କରିଛନ୍ତି ସରକାର। ଯେଉଁମାନେ ଇ-KYC କରିନାହାନ୍ତି ସେମାନଙ୍କର ରାସନ ସାମଗ୍ରୀ ବନ୍ଦ ହୋଇଯାଇଛି। ପରବର୍ତ୍ତୀ ଖବର, ପୋଲିସ ଏସ୍ଆଇ ପରୀକ୍ଷା ସ୍ଥଗିତ ଘୋଷଣା। ଓଡ଼ିଶାରେ ହେବାକୁ ଥିବା ପୋଲିସ ଏସ୍ଆଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ଅକ୍ଟୋବର 5 ଓ 6 ତାରିଖରେ ହୋଇଥାନ୍ତା ପରୀକ୍ଷା। ପରବର୍ତ୍ତୀ ସମୟରେ ଆଗାମୀ ପରୀକ୍ଷା ତାରିଖ ଘୋଷଣା କରାଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ମିଳିଛି। ତେବେ ସାନି ପରୀକ୍ଷା ତାରିଖ ପରବର୍ତ୍ତୀ ସମୟରେ ଘୋଷଣା ହେବ, ଏନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି। ପରବର୍ତ୍ତୀ ଖବର, ସାଧାରଣ ଲୋକଙ୍କ ପାଇଁ ବଡ଼ ଖବର। କାରଣ ଅନେକ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କ ଜୀବନ ଏବଂ ଆର୍ଥିକ ଯୋଜନାକୁ ସିଧାସଳଖ ପ୍ରଭାବିତ କରିପାରେ। ଟ୍ରେନ୍ ଟିକଟ, ୟୁପିଆଇ ପେନ୍ସନ୍ ଯୋଜନା, ଅନଲାଇନ୍ ଗେମିଂ, ଏଲ୍ପିଜି ଏବଂ ବ୍ୟାଙ୍କିଂ ଭଳି ଜିନିଷ ପାଇଁ ନିୟମ ପରିବର୍ତ୍ତନ ହେଉଛି। ଯେପରିକି ଏଲ୍ପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ପାଇବ। ତେଲ କମ୍ପାନୀଗୁଡ଼ିକ ଅକ୍ଟୋବର 1ରୁ ଏଲ୍ପିଜି ଏବଂ ବାଣିଜ୍ୟିକ ସିଲିଣ୍ଡର ମୂଲ୍ୟ ପରିବର୍ତ୍ତନ କରିବେ। ଏଥିସହିତ ରେଳ ଯାତ୍ରୀଙ୍କ ପାଇଁ ଏକ ନୂତନ ନିୟମ କାର୍ଯ୍ୟକାରୀ ହେବ। କେବଳ ଯେଉଁମାନଙ୍କର ଆଧାର କାର୍ଡ଼ ଯାଞ୍ଚ କରାଯାଇଛି ସେମାନେ ରିଜର୍ଭେସନ ଖୋଲିବାର 15 ମିନିଟ୍ ପୂର୍ବରୁ ଟିକେଟ ବୁକିଂ କରିପାରିବେ। ଏହି ନିୟମ ଏବେ ସାଧାରଣ ରିଜର୍ଭେସନ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ତଥାପି ରେଳ କାଉଣ୍ଟରରୁ ଟିକଟ କିଣୁଥିବା ଲୋକଙ୍କ ପାଇଁ ସୁବିଧା ସମାନ ରହିବ। ସେହିପରି ଅକ୍ଟୋବର 1ରୁ ଆପଣ ୟୁପିଆଇ ବ୍ୟବହାର କରି ସମ୍ପର୍କୀୟ ଏବଂ ବନ୍ଧୁଙ୍କଠାରୁ ସିଧାସଳଖ ଟଙ୍କା ମାଗିପାରିବେ ନାହିଁ। ଏନ୍ପିସିଆଇ ଅନୁଯାୟୀ ଅନଲାଇନ୍ ଠକେଇ ଏବଂ ଫିସିଂକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଛି। ଏଥିସହିତ ଆପଣ ଏବେ ୟୁପିଆଇ ମାଧ୍ୟମରେ ଏକ ସମୟରେ 5 ଲକ୍ଷ ଟଙ୍କା ପର୍ଯ୍ୟନ୍ତ କାରବାର କରିପାରିବେ, ଯାହା ପୂର୍ବ ସୀମା 1 ଲକ୍ଷ ଟଙ୍କା ଥିଲା। ଅକ୍ଟୋବର 1ରୁ ୟୁପିଆଇ ଅଟୋପେ ମଧ୍ୟ ଉପଲବ୍ଧ ହେବ, ଯାହାକୁ ସବସ୍କ୍ରିପସନ୍ ଏବଂ ବିଲ୍ ପେମେଣ୍ଟ ପାଇଁ ବ୍ୟବହାର କରିପାରିବେ। ଆପଣ ପ୍ରତ୍ୟେକ ଅଟୋ ଡେବିଟ୍ ପାଇଁ ଏକ ବିଜ୍ଞପ୍ତି ପାଇବେ ଏବଂ ଏହାକୁ ଯେକୌଣସି ସମୟରେ ବନ୍ଦ କରାଯାଇପାରିବ। ପରବର୍ତ୍ତୀ ଖବର, ଜଙ୍ଗଲ ପରିବେଶ ମନ୍ତ୍ରୀଙ୍କ ସୂଚନା। ହାତୀଙ୍କ ପାଇଁ ଘର କରିବେ ସରକାର। ହାତୀ ସୁରକ୍ଷା ପାଇଁ ହେବ ଦୀର୍ଘକାଳୀନ ଯୋଜନା। ଜଙ୍ଗଲ ଭିତରେ ହାତୀ ପାଇଁ ହେବ ଚାଷ। ପଣସ, ଆମ୍ବ, ବାଉଁଶ ଆଦି ହାତୀଙ୍କ ପାଇଁ ଲାଗିବ। ଜୀବଜନ୍ତୁଙ୍କ ଭିତରେ ବି ଗରିବ ଅଛନ୍ତି। ଓଡ଼ିଶାରେ 2100ରୁ ଉର୍ଦ୍ଧ୍ୱ ହାତୀ ଅଛନ୍ତି। ସେ ଭିତରୁ କେତେ ହାତୀଙ୍କ ନାହିଁ ଘର? ହାତୀଙ୍କ ପାଇଁ ଘର କରିବେ ସରକାର। ସୂଚନା ଅନୁସାରେ 400 ହାତୀଙ୍କ ନାହିଁ ଘର। ସେମାନେ ଘର ଅଭାବ ଯୋଗୁଁ ବୁଲୁଛନ୍ତି। ସେମାନଙ୍କ ପାଇଁ ନାହିଁ ଉଚିତ ପରିବେଶ। ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମସିଂହ ଖୁଣ୍ଟିଆ। ଏଥିସହିତ ସେ କହିଛନ୍ତି ମାଇନିଂ ପ୍ଲାଣ୍ଟ ସହିତ ବିଭିନ୍ନ କାର୍ଯ୍ୟ ପାଇଁ ହାତୀଙ୍କ ପାଇଁ ଉଚିତ ପରିବେଶ ନାହିଁ। ବିଜେଡି ସରକାର ହାତୀଙ୍କୁ ଘର ଦେଇପାରିଲା ନାହିଁ। ଏବେ ଜୀବଜନ୍ତୁଙ୍କ ସଂଖ୍ୟା ବଢ଼ିଛି। ମୁଖ୍ୟମନ୍ତ୍ରୀ ରାଜି ହୋଇଛନ୍ତି ହାତୀଙ୍କ ପାଇଁ ଆମ ସରକାର ଘର କରିବା ସହ ସେମାନଙ୍କ ଘର ତିଆରି କରିବ। ପରବର୍ତ୍ତୀ ଖବର, ଗ୍ରାମାଞ୍ଚଳରେ ବଢ଼ିବ ରୋଜଗାର। କାରଣ 5 ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଓଡ଼ିଶା ହୋମଷ୍ଟେ ପ୍ରତିଷ୍ଠା ଯୋଜନା 2025। 2029-30 ଆର୍ଥିକ ବର୍ଷ ପର୍ଯ୍ୟନ୍ତ
5 ବର୍ଷ ପାଇଁ କାର୍ଯ୍ୟକାରୀ ହେବ ଯୋଜନା। ଏନେଇ ସୂଚନା ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି ଏହି ଯୋଜନାର ଲକ୍ଷ୍ୟ ହେଉଛି ଓଡ଼ିଶାର ଗ୍ରାମୀଣ ଏବଂ କମ୍ ଜଣାଶୁଣା ସ୍ଥାନଗୁଡ଼ିକରେ ହୋମଷ୍ଟେ ବାସସ୍ଥାନକୁ ପ୍ରୋତ୍ସାହିତ କରିବା, ପର୍ଯ୍ୟଟନରେ ସମ୍ପ୍ରଦାୟର ଅଂଶଗ୍ରହଣକୁ ଉତ୍ସାହିତ କରିବା, ସ୍ଥାନୀୟ ନିଯୁକ୍ତି ସୃଷ୍ଟି କରିବା ଏବଂ ପର୍ଯ୍ୟଟକମାନଙ୍କୁ ପ୍ରାମାଣିକ ସାଂସ୍କୃତିକ ଏବଂ ଗ୍ରାମୀଣ ଅଭିଜ୍ଞତା ପ୍ରଦାନ କରିବା। ଅଧିସୂଚିତ ଗ୍ରାମ ପଞ୍ଚାୟତର ନୂତନ ଗୃହ ନିବାସ ୟୁନିଟ୍ ପ୍ରତିଷ୍ଠା କରିବା ପାଇଁ ଯୋଗ୍ୟ ହିତାଧିକାରୀମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ପ୍ରଦାନ କରାଯିବ। ଏହି ଯୋଜନା ଅଧୀନରେ ପ୍ରାୟ 450 ନୂତନ ଗୃହ ନିବାସ 1800 ଶଯ୍ୟା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଅଧିସୂଚିତ ପଞ୍ଚାୟତର ଯେକୌଣସି ବାସିନ୍ଦା 18 ବର୍ଷରୁ ଅଧିକ ବୟସର ଏକ ବୈଧ ଆଧାର କାର୍ଡ଼ ଏବଂ ଏକ ଆଧାର ଲିଙ୍କ ବ୍ୟାଙ୍କ ଆକାଉଣ୍ଟ ଥିବ ଏବଂ ଯେକୌଣସି ଆଇନ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇନଥିବା ସେମାନେ ଯୋଜନାରେ ଲାଭ ପାଇବାକୁ ଯୋଗ୍ୟ ହେବେ। ପରବର୍ତ୍ତୀ ଖବର, ଇଣ୍ଡିଗୋ ବିମାନକୁ ବୋମା ଧମକ। ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଥିବା ନେଇ ଖବର ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ ଆଜି ସକାଳେ କିଛି ଲୋକ ମୁମ୍ବାଇରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ମାଡ଼ କରିବାକୁ ଧମକ ଦେଇଥିବା ଜଣାପଡ଼ିଛି। ବୋମା ଧମକ ପାଇବା ମାତ୍ରେ ସମସ୍ତଙ୍କୁ ସତର୍କ କରାଯାଇଥିଲା ଏବଂ ବିମାନ ବନ୍ଦରରେ ସମ୍ପୂର୍ଣ୍ଣ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ ବିମାନଟି ସକାଳ ପ୍ରାୟ 8ଟାରେ ଅବତରଣ କରିଥିଲା ଏବଂ ବିମାନରେ ପ୍ରାୟ 200 ଯାତ୍ରୀ ଥିଲେ। ସୁରକ୍ଷା ଏଜେନ୍ସିଗୁଡ଼ିକ ଏହି ଘଟଣାକୁ ଗମ୍ଭୀରତାର ସହିତ ନେଇ ତଦନ୍ତ କରିଥିଲେ। ତଦନ୍ତ ପରେ ଧମକକୁ ମିଥ୍ୟା ବୋଲି ସୁରକ୍ଷା ଏଜେନ୍ସି ଜାଣିପାରିଥିଲେ। ପ୍ରାୟ 200 ଜଣ ଲୋକଙ୍କୁ ନେଇ ଯାଉଥିବା ଫ୍ଲାଇଟ୍ 6E762କୁ ବୋମା ଧମକ ମିଳିଥିଲା। ଏ ସମ୍ପର୍କରେ ଇଣ୍ଡିଗୋ ଦ୍ୱାରା ଏପର୍ଯ୍ୟନ୍ତ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ। ପରବର୍ତ୍ତୀ ଖବର, ଜାତୀୟ ପେନ୍ସନ୍ ସିଷ୍ଟମକୁ ନେଇ ଆସିଲା ବଡ଼ ଖବର। ବର୍ତ୍ତମାନ ସରକାର ଅକ୍ଟୋବର 1ରୁ ଲାଗୁ ହୋଇଥିବା NPS ନିୟମରେ ପରିବର୍ତ୍ତନ କରିଛନ୍ତି। ମାସିକ ସର୍ବନିମ୍ନ ଅବଦାନ ପରିମାଣ 1000କୁ ବୃଦ୍ଧି କରାଯାଇଛି, ଯାହା ପୂର୍ବରୁ 500 ଥିଲା। NPSରେ ଏବେ ଟାୟାର 1 ଏବଂ ଟାୟାର 2 ବିକଳ୍ପ ରହିବ। ଟାୟାର 1 ଅବସର ଉପରେ ଧ୍ୟାନ ଦିଆଯିବ, ଯେତେବେଳେ ଟାୟାର 2 ଏକ ନମନୀୟ ବିକଳ୍ପ ହେବ ଏବଂ ଟିକସ ଲାଭ ପ୍ରଦାନ କରିବ ନାହିଁ। ଆଉ ନୂତନ ପ୍ଲାନ ଖୋଲିବା ସମୟରେ ସରକାରୀ କର୍ମଚାରୀଙ୍କୁ ଇ ପ୍ଲାନ କିଟ୍ ପାଇଁ 18 ଟଙ୍କା ଦେବାକୁ ପଡ଼ିବ। ପରବର୍ତ୍ତୀ ଖବର, ମୋଦିଙ୍କ ମୁହଁରେ ଟ୍ରମ୍ପଙ୍କ ପ୍ରଶଂସା। କହିଲେ ଟ୍ରମ୍ପଙ୍କ କଥାରେ ଆମେ ରାଜି। ସେପଟେ ଗାଜାରେ ଦୀର୍ଘ ଦିନ ଧରି ଚାଲିଥିବା ଯୁଦ୍ଧ ଖୁବ୍ ଶୀଘ୍ର ଶେଷ ହୋଇପାରେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଥିପାଇଁ ଏକ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଟ୍ରମ୍ପଙ୍କ ଯୋଜନାକୁ ସ୍ୱାଗତ କରିଛନ୍ତି। ସେ ସହମତ ହୋଇଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି ଯେ ଅନ୍ୟ ଦେଶମାନେ ମଧ୍ୟ ଏହି ପ୍ରସଙ୍ଗରେ ଟ୍ରମ୍ପଙ୍କ ସହ ସହମତ ହେବେ, ଯାହା ହମାସ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ହେବ। ସେପଟେ ହ୍ୱାଇଟ୍ ହାଉସ୍ କହିଛି ଯେ ଗାଜାରେ 2 ବର୍ଷ ଧରି ଚାଲିଥିବା ଯୁଦ୍ଧର ଅନ୍ତ କରିବାର ସମୟ ଆସିଛି ଏବଂ ଶାନ୍ତି ଯୋଜନା କାର୍ଯ୍ୟକାରୀ କରି ଗାଜାକୁ ପୁନର୍ବାସ କରିବା ପାଇଁ ପ୍ରୟାସ କରାଯିବ। ଇସ୍ରାଏଲ ଶାନ୍ତି ଯୋଜନା ସହିତ ସହମତ। ଯଦି ହମାସ ମଧ୍ୟ ରାଜି ହୁଏ ତେବେ ଯୁଦ୍ଧ ତୁରନ୍ତ ସମାପ୍ତ ହୋଇଯିବ। ପରବର୍ତ୍ତୀ ଖବର, ସକାଳୁ ସକାଳୁ ଥରିଲା ମିଆଁମାର। ରିକ୍ଟର ସ୍କେଲ୍ ଏହାର ତୀବ୍ରତା 4.7 ରେକର୍ଡ କରାଯାଇଛି। ମଣିପୁର, ନାଗାଲାଣ୍ଡ ସମେତ ଆସାମ ଯାଏଁ ଏହାର ଝଟକା ଅନୁଭୂତ ହୋଇଛି। ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି। ଭୂମିକମ୍ପ ପ୍ରଭାବରେ କୌଣସି କ୍ଷୟକ୍ଷତି ହୋଇନଥିଲା ବେଳେ ଲୋକମାନଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି। NCS ମୁତାବକ ମଙ୍ଗଳବାର ସକାଳ ପ୍ରାୟ 6:10ରେ ମିଆଁମାରରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଭୂମିକମ୍ପର ଗଭୀରତା 15 କିଲୋମିଟର ଥିଲା। NCS ଅନୁଯାୟୀ ଭୂମିକମ୍ପର ସଠିକ୍ ନିର୍ଦ୍ଦେଶାଙ୍କ 24.73 ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ 94.63 ଡିଗ୍ରୀ ପୂର୍ବ ଦ୍ରାଘିମାରେ ଥିଲା। ଏ ପର୍ଯ୍ୟନ୍ତ କୌଣସି ମୃତାହତ କିମ୍ବା ସମ୍ପତ୍ତି କ୍ଷତିର ରିପୋର୍ଟ ଆସିନାହିଁ। ପରବର୍ତ୍ତୀ ଖବର, ବଦଳିବ ଫେସବୁକ୍ ଓ ଇନଷ୍ଟାଗ୍ରାମ ନିୟମ, ଲାଗିବ ପ୍ଲାଟଫର୍ମ ଫି। ବର୍ତ୍ତମାନ ଡିଜିଟାଲ ଯୁଗରେ ସୋସିଆଲ ମିଡ଼ିଆ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି କହିଲେ ଭୁଲ ହେବନି। ରିପୋର୍ଟ ମୁତାବକ ପ୍ରତିଦିନ ଭାରତୀୟମାନେ ହାରାହାରି 2 ଘଣ୍ଟାରୁ 3 ଘଣ୍ଟା ସମୟ ସୋସିଆଲ ମିଡ଼ିଆରେ ବିତାଉଛନ୍ତି। ବିଶ୍ୱର ସବୁଠାରୁ ଲୋକପ୍ରିୟ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଫେସବୁକ୍ ଓ ଇନଷ୍ଟାଗ୍ରାମ ବର୍ତ୍ତମାନ ସୁଦ୍ଧା ଏହାକୁ ମାଗଣାରେ ବ୍ୟବହାର କରିଆସୁଛନ୍ତି ୟୁଜର୍ସ। କିନ୍ତୁ ଏବେ ଆଉ ନୁହେଁ, କାରଣ ୟୁକେରେ ୟୁଜର୍ସମାନଙ୍କୁ ଏହି ପ୍ଲାଟଫର୍ମ ଗୁଡ଼ିକୁ ବିଜ୍ଞାପନ ମୁକ୍ତ ବା ଏଡ୍ ଫ୍ରି ଭାବରେ ଚଳାଇବା ପାଇଁ ପ୍ରତି ମାସରେ ଟଙ୍କା ଦେବାକୁ ପଡ଼ିବ। ଡାଟା ଗୋପନୀୟତାକୁ ନେଇ ବଢ଼ୁଥିବା ନିୟାମକ ଚାପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ୟୁକେରେ ସୋସିଆଲ ମିଡ଼ିଆ ୟୁଜର୍ସମାନଙ୍କ ପାଇଁ ଏକ ନୂଆ ସବସ୍କ୍ରିପସନ୍ ମଡେଲ ଆଣିଛି ମେଟା। ଯେଉଁମାନେ ପେଜରେ ସ୍କ୍ରୋଲିଂ ସମୟରେ ବିଜ୍ଞାପନ ଦେଖିବାକୁ ଚାହୁଁନାହାନ୍ତି ସେମାନଙ୍କୁ ପ୍ରତି ମାସରେ ଭାରତୀୟ ମୁଦ୍ରାରେ ପ୍ରାୟ 400 ଟଙ୍କା ଦେବାକୁ ପଡ଼ିବ। ଆଉ ଯେଉଁମାନେ ଲ୍ୟାପଟପ୍ କିମ୍ବା ଡେସ୍କଟପ୍ରେ ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ବ୍ୟବହାର କରୁଛନ୍ତି ସେମାନଙ୍କୁ ପ୍ରତି ମାସରେ 300 ଟଙ୍କାରୁ ଅଧିକ ଖର୍ଚ୍ଚ କରିବାକୁ ହେବ। ପରବର୍ତ୍ତୀ ଖବର, ହୁ ହୁ ହୋଇ ବଢ଼ି ଚାଲିଛି ସୁନା ଦର। ସୋମବାର ଭୁବନେଶ୍ୱରରେ 24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା ଦାମ 920 ଟଙ୍କା ବୃଦ୍ଧି ପାଇ
1,16,400 ଟଙ୍କା ହୋଇଛି। ସେହି ସମୟରେ 22 କ୍ୟାରେଟ୍ ସୁନାର ଦର 10 ଗ୍ରାମ ପିଛା 850 ଟଙ୍କା ବଢ଼ି 1,06,700 ଟଙ୍କା ହୋଇଛି। ଗତ ସପ୍ତାହରୁ ଲଗାତାର ଭାବେ ସୁନା ମହଙ୍ଗା ହେବାରେ ଲାଗିଛି। ସେହିପରି ସହରରେ ରୂପା କେଜି 1,000 ଟଙ୍କା ବଢ଼ି 1,60,000 ଟଙ୍କା ହୋଇଯାଇଛି। ଆଜି ଜାତୀୟ ସ୍ତରରେ ସୁନା 10 ଗ୍ରାମ ପିଛା ଦାମ ସର୍ବକାଳୀନ ରେକର୍ଡ ସ୍ତର 1,19,500 ଟଙ୍କାକୁ ବୃଦ୍ଧି ପାଇଛି। ବିଶ୍ୱ ସ୍ତରରେ ଦର ବୃଦ୍ଧି ଜାରି ରହିବା ଏବଂ ଭୂ ରାଜନୈତିକ ସଙ୍କଟ ପ୍ରଭାବରେ ନିବେଶକମାନେ ସୁନାରେ ନିବେଶ କରୁଥିବାରୁ ତାହାର ଦାମ ବଢ଼ୁଥିବା କୁହାଯାଇଛି। ଆଉ ଅନ୍ତର୍ଜାତୀୟ ବଜାରରେ ସୁନାର ଆଉନ୍ସ ପିଛା ଦାମ $3,831 ଅଧିକ ହୋଇଛି। ଯେଉଁ ହାରରେ ଦର ବଢ଼ୁଛି, ଖୁବ୍ ଶୀଘ୍ର ଦାମ $4,000 ଅତିକ୍ରମ କରାଯିବା ଆଶଙ୍କା କରାଯାଉଛି। ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ସୁନା ଦରରେ 40,550 ଟଙ୍କା ବୃଦ୍ଧି ଘଟିଛି। କାରଣ 2024 ଡିସେମ୍ବର 31ରେ ସୁନା ଦର 78,950 ଟଙ୍କା ଥିଲା। ପରବର୍ତ୍ତୀ ଖବର, ଜେଏସଡବ୍ଲ୍ୟୁ ପୋକ୍ସୋ ପ୍ରକଳ୍ପ ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ପ୍ରସ୍ତାବିତ ପୋକ୍ସୋ ଜେଏସଡବ୍ଲ୍ୟୁ ପ୍ରକଳ୍ପ ଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ପାଟଣା ତହସିଲ ଅନ୍ତର୍ଗତ 8ଟି ଗାଁରେ 2,466 ଏକର ଜମିକୁ ଏଥିପାଇଁ ଅଧିଗ୍ରହଣ କରାଯିବ। ସେଥିରୁ 976 ଏକର ସରକାରୀ ଏବଂ 1,490 ଏକର ହେଉଛି ଘରୋଇ ଜମି। ପ୍ରକଳ୍ପ ଲାଗି 794 ଏକର ଜଙ୍ଗଲ ଜମି ମଧ୍ୟ ଅଧିଗ୍ରହଣ କରିବାକୁ ପଡ଼ିବ। ଆସନ୍ତା 2 ମାସ ଭିତରେ ସରକାରୀ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଛି। ଏହା ସହିତ ଆସନ୍ତା ନଭେମ୍ବର ସୁଦ୍ଧା ଘରୋଇ ଜମି ଅଧିଗ୍ରହଣ କରିବାକୁ ସରକାର ବିଜ୍ଞପ୍ତି ଜାରି କରିବେ ବୋଲି ଏକ ଜାତୀୟ ଗଣମାଧ୍ୟମରେ ସମ୍ବାଦ ପ୍ରକାଶ ପାଇଛି। ଏକ 5 ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା ସ୍ଥାପନ କରିବା ଲାଗି ପୋକ୍ସୋ ଜେଏସଡବ୍ଲ୍ୟୁ ବୁଝାମଣାପତ୍ର ସ୍ୱାକ୍ଷର କରିଛନ୍ତି। କିନ୍ତୁ ଦୁଇ ସଂସ୍ଥା ପ୍ରକଳ୍ପର ସ୍ଥାନ ଘୋଷଣା କରିନାହାନ୍ତି। ପରବର୍ତ୍ତୀ ଖବର, ବିଷ୍ଣୋଇ ଗ୍ୟାଙ୍ଗକୁ ଆତଙ୍କବାଦୀ ଘୋଷଣା। ସେପଟେ କାନାଡା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗକୁ ଏକ ଆତଙ୍କବାଦୀ ଗୋଷ୍ଠୀ ଭାବରେ ଘୋଷଣା କରିଛି। ଦେଶର କନଜରଭେଟିଭ୍ ଏବଂ ଏନଡିପି ନେତାଙ୍କ ଦାବି ପରେ କାନାଡା ସରକାର ଏହି ନିଷ୍ପତ୍ତି ନେଇଛନ୍ତି। କାନାଡା ସରକାର କହିଛନ୍ତି ଯେ ଏହି ଗ୍ୟାଙ୍ଗ ଭାରତରେ ଅବସ୍ଥିତ ଏବଂ ଏହାର ନେତା ଜେଲରେ ଥିବା ସମୟରେ ମୋବାଇଲ ଫୋନ ବ୍ୟବହାର କରି ଅପରାଧ କରେ। ଆତଙ୍କବାଦୀ ସଂଗଠନ ଘୋଷଣା ପରେ କାନାଡା ସରକାର ଏବେ ଗ୍ୟାଙ୍ଗର ସମ୍ପତ୍ତି ଜବତ କରିପାରିବେ ଏବଂ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ବନ୍ଦ କରିପାରିବେ। ଏଥିସହିତ ଏହାର ମୁଖ୍ୟ ଲରେନ୍ସ ବିଷ୍ଣୋଇଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ଜେଲ ଭିତରେ ରହି ମୋବାଇଲ ଫୋନ ଜରିଆରେ ଗ୍ୟାଙ୍ଗର ଗତିବିଧିକୁ ନିୟନ୍ତ୍ରଣ କରୁଛନ୍ତି। କାନାଡା ସରକାର ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ ଏହି ଗ୍ୟାଙ୍ଗ ହତ୍ୟା, ଗୁଳିକାଣ୍ଡ ଭଳି ଅନେକ ଅପରାଧରେ ସାମିଲ ରହିଛି। ବିଶେଷ କରି କାନାଡାରେ ରହୁଥିବା ମୂଳ ଭାରତୀୟ ସେମାନଙ୍କ ବ୍ୟବସାୟ ଏବଂ ସାଂସ୍କୃତିକ ପରିଚୟକୁ ଟାର୍ଗେଟ କରୁଛି। ପରବର୍ତ୍ତୀ ଖବର, ମନ୍ କି ବାତ୍ରେ ମୋଦିଙ୍କ ନିବେଦନ। ପାର୍ବଣରେ ସ୍ୱଦେଶୀ କିଣ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର 126ତମ ମନ୍ କି ବାତ୍ ଏପିସୋଡ କରିଛନ୍ତି। ଏଥିରେ ଦେଶବାସୀଙ୍କୁ ସମ୍ବୋଧିତ କରି ମୋଦି ପାର୍ବଣ ଋତୁ, ଆତ୍ମନିର୍ଭର ଭାରତ ଏବଂ ଭୋକାଲ ଫର ଲୋକାଲ ବିଷୟରେ ଚର୍ଚ୍ଚା କରି ସ୍ୱଦେଶୀ ସାମଗ୍ରୀ କ୍ରୟ କରିବାକୁ ଲୋକଙ୍କୁ ନିବେଦନ କରିଛନ୍ତି। ଅକ୍ଟୋବର 2ରେ ଗାନ୍ଧୀ ଜୟନ୍ତୀରେ କୌଣସି ନା କୌଣସି ଖଦୀ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏଥିସହିତ ଦଶହରା ଏବଂ ଛଟ୍ ପର୍ବ ବିଷୟରେ ଉଲ୍ଲେଖ କରି ମୋଦି କହିଛନ୍ତି ଭାରତ ସରକାର ଛଟ୍କୁ ୟୁନେସ୍କୋ ତାଲିକାରେ ସାମିଲ କରିବାକୁ ପ୍ରୟାସ କରୁଛନ୍ତି। ଦୀପାବଳି ପରେ ପଡ଼ୁଥିବା ଏହି ପର୍ବ ଭାରତର ସଂସ୍କୃତିକୁ ଜୀବିତ କରି ରଖିଛି। ସୂର୍ଯ୍ୟଦେବଙ୍କୁ ସମର୍ପିତ ଛଟ୍ ମହାପର୍ବର ବହୁତ ମହତ୍ତ୍ୱ ରହିଛି ବୋଲି ସେ କହିଛନ୍ତି। ପରବର୍ତ୍ତୀ ଖବର, ଜମ୍ମୁ କାଶ୍ମୀରରେ ଏନକାଉଣ୍ଟର, 2 ଆତଙ୍କବାଦୀ ନିହତ। ଜମ୍ମୁ କାଶ୍ମୀର କୁଶୱାଡା ଜିଲ୍ଲାର କେରନ ସେକ୍ଟରରେ ଏଲଓସି ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମକୁ ଭାରତୀୟ ସେନା ବିଫଳ କରିଦେଇଛି। ରବିବାର ସକାଳେ ପାକିସ୍ତାନ ପଟୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲା ବେଳେ ସେନାର ଗୁଳିରେ 2 ଆତଙ୍କବାଦୀ ନିହତ ହୋଇଛନ୍ତି। ଉଭୟ ଆତଙ୍କବାଦୀଙ୍କ ମୃତଦେହ ଏଲଓସି ନିକଟରେ ପଡ଼ି ରହିଛି। ଏପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ପରିଚୟ ଏବଂ ଉଭୟ କେଉଁ ସଂଗଠନ ପାଇଁ କାର୍ଯ୍ୟ କରୁଥିଲେ ତାହା ଜଣାପଡ଼ିନାହିଁ। ସେନାବାହିନୀ ସମଗ୍ର ଅଞ୍ଚଳକୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ କରୁଛି। ଏହାକୁ ମିଶାଇ ଗତ 8 ଦିନ ମଧ୍ୟରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଦ୍ୱିତୀୟ ଏନକାଉଣ୍ଟର ହୋଇଛି। ଏହା ପୂର୍ବରୁ ଗତ 20 ତାରିଖରେ ଉଧମପୁରରେ ହୋଇଥିବା ଏନକାଉଣ୍ଟରରେ ଜଣେ ଯବାନ ଶହୀଦ ହୋଇଥିଲା ବେଳେ 2 ଜଣ ପୁଲିସ କର୍ମଚାରୀ ଆହତ ହୋଇଥିଲେ। ପରବର୍ତ୍ତୀ ଖବର, ତାମିଲନାଡୁ ଦଳା ଚକୁଡା, ମୃତକଙ୍କୁ 20 ଲକ୍ଷ ଲେଖାଏଁ ଦେବେ ବିଜୟ। ଅଭିନେତାରୁ ରାଜନେତା ପାଲଟିଥିବା ତାମିଲନାଡୁ ସୁପରଷ୍ଟାର ତଥା ଟିଭିକେ ନେତା ବିଜୟଙ୍କ ରାଲିରେ ଘଟିଥିବା ଭୟଙ୍କର ଦଳା ଚକୁଡା ଜନିତ ମୃତ୍ୟୁର ସଂଖ୍ୟା 40ରେ ପହଞ୍ଚି ଯାଇଛି। ମୃତକଙ୍କ ମଧ୍ୟରେ 16 ମହିଳା, 10 ଶିଶୁ ଅଛନ୍ତି। ଅଭିନେତା ବିଜୟ ମୃତକଙ୍କ ସମ୍ପର୍କୀୟଙ୍କୁ 20 ଲକ୍ଷ ଟଙ୍କା ଏବଂ ଆହତଙ୍କୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଦେବାକୁ ଘୋଷଣା କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ସମ୍ପର୍କୀୟଙ୍କୁ 2 ଲକ୍ଷ ଏବଂ ଆହତଙ୍କୁ 50,000 ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଛନ୍ତି। ରାଜ୍ୟ ସରକାର 10 ଲକ୍ଷ ଟଙ୍କା ଏବଂ 1 ଲକ୍ଷ ଟଙ୍କା ଲେଖାଏଁ ଘୋଷଣା କରିଛନ୍ତି।
ଅପରପକ୍ଷରେ ବିଜୟଙ୍କ ଦଳ ଟିଭିକେ ଏହି ଘଟଣା ପଛର ଷଡ଼ଯନ୍ତ୍ର ଥିବା ଦାବି କରିଛି। ପଥର ଓ ଲାଠିଚାର୍ଜ ହେବାରୁ ଏଭଳି ସ୍ଥିତି ସୃଷ୍ଟି ହେଲା ବୋଲି ଅଭିଯୋଗ ହୋଇଛି। ରାଜ୍ୟ ପୁଲିସ ପରିବର୍ତ୍ତେ ସିବିଆଇ ତଦନ୍ତ ପାଇଁ ଦାବି ହୋଇଛି। ସେହିପରି ଏହି ଦଳା ଚକଡ଼ାକୁ ନେଇ ପୁଲିସ ଟିଭିକେ ନେତାଙ୍କ ବିରୁଦ୍ଧରେ ଏତଲା ରୁଜୁ କରିଛି। ପରବର୍ତ୍ତୀ ଖବର, କେନ୍ଦ୍ରକୁ ରାହୁଲଙ୍କ ସମାଲୋଚନା। ଲଦାଖରେ ହତ୍ୟା ବନ୍ଦ କରି ଗଣତନ୍ତ୍ର ପାଇଁ କଲେ ଦାବି। ଲଦାଖ ହିଂସାରେ ଜୀବନହାନି ଏବଂ କେନ୍ଦ୍ର ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ ସମାଲୋଚନା କରିଛନ୍ତି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ସୋସିଆଲ ମିଡିଆରେ ସେ କହିଛନ୍ତି, ଲଦାଖବାସୀଙ୍କ ଦାବି ଗ୍ରହଣଯୋଗ୍ୟ, ସେମାନଙ୍କ ସ୍ୱର ଶୁଣାଯିବା ଉଚିତ। ଷଷ୍ଠ ପରିଚ୍ଛେଦରେ ଲଦାଖକୁ ସାମିଲ କରାଯିବା ଆବଶ୍ୟକ। ସେମାନେ ହକ ମାଗୁଥିଲା ବେଳେ ବଦଳରେ ହିଂସା ଏବଂ 4 ଜଣଙ୍କୁ ହତ୍ୟା ମିଳିଛି ସେମାନଙ୍କୁ। ଏହି ହିଂସା ପାଇଁ ଆରଏସଏସ ଦାୟୀ। ସୋନମ ୱାଙ୍ଗଚୁକଙ୍କୁ ଜେଲ ପଠାଯିବା ମଧ୍ୟ ଦୁର୍ଭାଗ୍ୟଜନକ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଲଦାଖ ହିଂସା ପାଇଁ ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକଙ୍କୁ ଗିରଫ କରି ରାଜସ୍ଥାନର ଯୋଧପୁର ଜେଲକୁ ପଠାଇ ଦିଆଯାଇଛି। ପରବର୍ତ୍ତୀ ଖବର, ପ୍ରବଳ ବର୍ଷାରେ ବୁଡ଼ିଲା ହାଇଦ୍ରାବାଦ ଓ ମୁମ୍ବାଇ। ବଜ୍ରପାତରେ ପାଲଘରରେ 6 ଜଣଙ୍କ ମୃତ୍ୟୁ। ମୁମ୍ବାଇ ଏବଂ ହାଇଦ୍ରାବାଦରେ ମୌସୁମୀ ଜନିତ ପ୍ରବଳ ବର୍ଷା ଲାଗି ରହିଛି। ଏହାର ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି। ଏଥିଯୋଗୁଁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ହାଇଦ୍ରାବାଦରେ କେବଳ ଶନିବାର 194.1 ମିଲିମିଟର ବର୍ଷା ହୋଇଛି। ଏହା ସ୍ୱାଭାବିକ ଠାରୁ 408% ଅଧିକ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ଭୀଷଣ ବର୍ଷା ସହିତ ଓସ୍ମାନ ସାଗର ଏମଆରଏଫ ସାଗରରୁ ପାଣି ଛଡ଼ାଯିବାରୁ ମୁସି ନଦୀରେ ବନ୍ୟା ଆସିଛି। ଫଳରେ ଆଖପାଖର ଅନେକ କଲୋନୀରେ ପାଣି ପଶିଯାଇଛି। ଅନ୍ୟପକ୍ଷରେ ମୁମ୍ବାଇରେ ଗତ 24 ଘଣ୍ଟା ମଧ୍ୟରେ 100 ମିଲିମିଟରରୁ ଅଧିକ ବର୍ଷା ରେକର୍ଡ ହୋଇଛି। ଏହାର ପ୍ରଭାବରେ କେନ୍ଦ୍ରୀୟ ରେଳବାଇ ଓ ପଶ୍ଚିମ ରେଳବାଇରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି। ସେହିଭଳି ମହାରାଷ୍ଟ୍ର ପାଲଘରରେ ବଜ୍ରପାତ ଯୋଗୁଁ 6 ଜଣଙ୍କ ଜୀବନ ଯାଇଛି। ପରବର୍ତ୍ତୀ ଖବର, ପ୍ରଧାନମନ୍ତ୍ରୀ କହିଲେ ଗରିବ ଓଡ଼ିଶା ଏବେ ବିକାଶରେ ଦୌଡ଼ୁଛି, ଦେଶକୁ ଲୁଟୁଥିଲା କଂଗ୍ରେସ। ଝାରସୁଗୁଡ଼ାର ଯୁବ ସମାବେଶରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗଦେଇ ଡବଲ ଇଞ୍ଜିନ ସରକାରର ଭୂୟସୀ ପ୍ରଶଂସା କରିଥିଲେ। ସେ କହିଥିଲେ, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଗୁଁ ଓଡ଼ିଶା ଏବେ ବିକାଶ ରାସ୍ତାରେ ଦୌଡ଼ୁଛି। ଏକଦା ଗରିବୀ ସହିତ ଲଢ଼ୁଥିବା ଓଡ଼ିଶା ଏବେ ବିକାଶ ଧାରାରେ ସାମିଲ ହୋଇଛି। ତାଙ୍କ ସରକାର ରାଜ୍ୟର ବିକାଶ ପାଇଁ ସଂକଳ୍ପବଦ୍ଧ। ରାଜ୍ୟରେ ଏବେ 6ଟି ବନ୍ଦେ ଭାରତ ଚଳାଚଳ କରୁଛି। ଆଗକୁ ଓଡ଼ିଶାରେ 2ଟି ସେମି କଣ୍ଡକ୍ଟର ୟୁନିଟ୍ ପ୍ରତିଷ୍ଠା କରାଯିବ। ବ୍ରହ୍ମପୁର ଏମକେସିଜି ଏବଂ ବୁର୍ଲା ଭୀମସାରକୁ ବିଶ୍ୱସ୍ତରୀୟ ମେଡିକାଲରେ ପରିଣତ କରାଯିବ। ଏହି ଅବସରରେ ସେ କଂଗ୍ରେସକୁ ସମାଲୋଚନା କରି କହିଥିଲେ, ଦିନ ଥିଲା ଦଳ ଦେଶକୁ ଲୁଟୁଥିଲା, ଏବେ ଲୁଟତନ୍ତ୍ରରୁ ଦେଶ ସ୍ୱାଧୀନ ହୋଇଛି। ପରବର୍ତ୍ତୀ ଖବର, ଟ୍ରମ୍ପଙ୍କ ନୂଆ ପ୍ରସ୍ତାବ। ଚିପ୍ ଆଧାରରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଲାଗିପାରେ ଶୁଳ୍କ। ଟାରିଫ ୱାର ଆରମ୍ଭ ବିଶ୍ୱବ୍ୟାପୀ ଅର୍ଥନୀତିକୁ ଚିନ୍ତାରେ ପକାଇଥିବା ଟ୍ରମ୍ପ ପୁଣି ନୂଆ ଫନ୍ଦି କଲେଣି। ଆମେରିକାକୁ ଆମଦାନୀ ହୋଇଥିବା ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଟାରିଫ ବଢ଼ାଇବାକୁ ଚିନ୍ତା କରୁଛନ୍ତି। ଏହି ନୂତନ ଟାରିଫ ବା ଶୁଳ୍କ ଚିପ୍ ଆଧାରିତ ହେବ। ଯେଉଁ ସାମଗ୍ରୀ ଯେତେ ଚିପ୍ ଲାଗିଥିବ ତାହା ଉପରେ ସେତିକି ଅଧିକ ଟାରିଫ ଭିଡ଼ାଯିବ। ତେଣୁ କେଉଁ ସାମଗ୍ରୀ ଉପରେ କେତେ ଟାରିଫ ଲାଗିବ ତାହା ଚିପ୍ ଗଣତି କରି ବାଣିଜ୍ୟ ବିଭାଗ ସ୍ଥିର କରିବ। ରାଷ୍ଟ୍ରୀୟ ଓ ଆର୍ଥିକ ନିରାପତ୍ତା ପାଇଁ ଏଭଳି ନିଷ୍ପତ୍ତି ଜରୁରୀ ବୋଲି ଟ୍ରମ୍ପ ପ୍ରଶାସନ କହିଛି। ସେମି କଣ୍ଡକ୍ଟର ଉତ୍ପାଦନଗୁଡ଼ିକୁ ଆମଦାନୀ କରିବା ପରିବର୍ତ୍ତେ ଆମେରିକାରେ ପ୍ରସ୍ତୁତ କରିବାକୁ କମ୍ପାନୀମାନେ ବାଧ୍ୟ କରିବା କିମ୍ବା ପ୍ରୋତ୍ସାହିତ କରିବା ଏହି ନୂତନ ଟାରିଫର ମୂଳ ଉଦ୍ଦେଶ୍ୟ ବୋଲି କୁହାଯାଉଛି।